ଝିଅ ବାହାଘର ପାଇଁ ମିଳିବ 51,000 ଟଙ୍କା। ନିମ୍ନରେ ଦେଖନ୍ତୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ମାର୍ଗଦର୍ଶିକା। ଆସିଲା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ମାର୍ଗଦର୍ଶିକା। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ ପ୍ରତ୍ୟେକ ଯୋଗ୍ୟ କନ୍ୟାଙ୍କୁ ବିବାହର ସହଯୋଗ ଏବଂ ପରିବାର ଆର୍ଥିକ ବୋଝ କମାଇବା ପାଇଁ ମିଳିବ 51,000 ଟଙ୍କାର ଆର୍ଥିକ ସହାୟତା। ଏହି ଯୋଜନା ରାଜ୍ୟର ସମସ୍ତ ଜିଲ୍ଲାରେ କାର୍ଯ୍ୟକାରୀ ହେବ। 2025ରୁ 2026ରୁ 2029-30 ବର୍ଷ ପର୍ଯ୍ୟନ୍ତ ଯୋଜନା ଚାଲୁ ରହିବ। ଉପଲବ୍ଧ ବଜେଟ୍ ମଧ୍ୟରେ ଯୋଗ୍ୟତା ମାନଦଣ୍ଡ ପୂରଣ ହୋଇଥିବା ଦମ୍ପତିଙ୍କୁ ଏହି ଯୋଜନା ଅନ୍ତର୍ଭୁକ୍ତ କରାଯିବ। ତେବେ ହିତାଧିକାରୀଙ୍କ ଯୋଗ୍ୟତା ମାନଦଣ୍ଡ ବି ସ୍ଥିର କରିଛନ୍ତି ରାଜ୍ୟ ସରକାର। ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଗାଇଡଲାଇନ୍ ବାବଦରେ ଅବଗତ କରାଯାଇଛି। ହିତାଧିକାରୀଙ୍କ ଯୋଗ୍ୟତା ମାନଦଣ୍ଡ ବର ଏବଂ କନ୍ୟା ଉଭୟ ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବା ଆବଶ୍ୟକ। ବୟସ ସୀମା କନ୍ୟା 18ରୁ 35 ବର୍ଷ, ବର 21ରୁ 35 ବର୍ଷ ହୋଇଥିବା ଆବଶ୍ୟକ। ବର ଏବଂ କନ୍ୟା ପ୍ରଥମ ଥର ପାଇଁ ବିବାହ କରୁଥିବା ବ୍ୟକ୍ତି ହୋଇଥିବା ବାଞ୍ଛନୀୟ। ତଥାପି ପୁନର୍ବିବାହ କରିବାକୁ ଚାହୁଁଥିବା ବିଧବା ମହିଳାମାନଙ୍କୁ ମଧ୍ୟ ଏହି ଯୋଜନା ବିଚାର କରାଯିବ। ଗୋଟିଏ ପରିବାରରୁ କେବଳ ଜଣେ ଯୋଗ୍ୟ ମହିଳାଙ୍କୁ ଏହି ଯୋଜନାର ଅନ୍ତର୍ଭୁକ୍ତ କରାଯିବ। ବର କିମ୍ବା କନ୍ୟା ଅଥବା ସେମାନଙ୍କ ପରିବାର ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ଅନ୍ୟ କୌଣସି ବିବାହ ସହାୟତା ଯୋଜନାରୁ ଲାଭ ପାଇନଥିବା ଆବଶ୍ୟକ। ହିତାଧିକାରୀ ଚୟନ ଅଗ୍ରାଧିକାର। ଆବେଦନଗୁଡ଼ିକ ପ୍ରଥମ ଆସ ପ୍ରଥମେ ପାଅ, ଫାଷ୍ଟ କମ୍ ଫାଷ୍ଟ ସର୍ଭ ଭିତ୍ତିରେ ବିଚାର କରାଯିବ। ଯଦି କୌଣସି ଜିଲ୍ଲାରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଆବେଦନ ସଂଖ୍ୟା ଅଧିକ ହୁଏ, ତେବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରୁ ସହାୟତା ପାଉଥିବା ପରିବାରଗୁଡ଼ିକ ନିମ୍ନଲିଖିତ କ୍ରମରେ ଅଗ୍ରାଧିକାର ଦିଆଯିବ। ବିଧବା, ଭିନ୍ନକ୍ଷମ ବ୍ୟକ୍ତି, ବିଶେଷ ଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀ, ଅନୁସୂଚିତ ଜନଜାତି, ଏସଟି, ଅନୁସୂଚିତ ଜାତି, ଏସସି, ସ୍ୱଳ୍ପ ଆୟକାରୀ ପରିବାରକୁ ଆସିଥିବା ଆବେଦନକାରୀ। ଯୋଜନା ଅଧୀନରେ ମିଳିବାକୁ ଥିବା ସୁବିଧା। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ ପ୍ରତ୍ୟେକ ଯୋଗ୍ୟ କନ୍ୟାଙ୍କୁ ବିବାହ ସହଯୋଗ ଏବଂ ପରିବାର ଆର୍ଥିକ ବୋଝ କମାଇବା ପାଇଁ ମୋଟ 51,000ର ଆର୍ଥିକ ସହାୟତା ପ୍ରଦାନ କରାଯିବ। 51,000 ଟଙ୍କାର ବିବରଣୀ। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଡିବିଟି 35,000। ବିବାହ ପଞ୍ଜୀକରଣ 7 କାର୍ଯ୍ୟ ଦିବସ ମଧ୍ୟରେ ସିଧାସଳଖ କନ୍ୟାଙ୍କ ବ୍ୟାଙ୍କ ଖାତାକୁ ପଠାଯିବ। ବିବାହ ଉପହାର ସାମଗ୍ରୀ 10,000। ପାରମ୍ପରିକ ସାମଗ୍ରୀ ଯେପରିକି ଗୋଟିଏ ବିବାହ ଶାଢ଼ୀ, ଚୁଡ଼ି, ବିନ୍ଦି, ପାଉଁଜି, ଝୁଣ୍ଟିଆ, ବାସନକୁସନ ଇତ୍ୟାଦି ଏହା ଉତ୍କଳିକା ଓଡ଼ିଶା ରାଜ୍ୟ ହସ୍ତତନ୍ତ୍ର ସମବାୟ ସମିତିରୁ କିଣାଯିବ ଏବଂ ଉପଯୁକ୍ତ ଭାବେ ପ୍ୟାକ୍ କରାଯିବ। ଇଭେଣ୍ଟ ମ୍ୟାନେଜମେଣ୍ଟ ଏନଜିଓ ଏଜେନ୍ସି ଦ୍ୱାରା 6,000 ସାଜସଜ୍ଜା, ଜଳଖିଆ, ବସିବା ବ୍ୟବସ୍ଥା ଏବଂ ସରକାରୀ ସମନ୍ୱୟ ପାଇଁ। ଏହି ବିବାହଗୁଡ଼ିକ ଅଭିଜ୍ଞତା ଥିବା ସ୍ଥାନୀୟ ଏନଜିଓ, ସିବିଓ, ସୋସାଇଟି, ଟ୍ରଷ୍ଟ ସହାୟତାରେ ଗଣ ସାମୂହିକ ବିବାହ ରୂପେ ଆୟୋଜିତ ହେବ। କାର୍ଯ୍ୟକାରୀ ସଂସ୍ଥା ଯୋଗ୍ୟ ହିତାଧିକାରୀ ଚିହ୍ନଟ କରିବେ, ଦସ୍ତାବିଜ ଯାଞ୍ଚ କରିବେ ଏବଂ ଜିଲ୍ଲାସ୍ତରୀୟ କମିଟି ଯାହା ସୁଭଦ୍ରା ଯୋଜନା ଅଧୀନରେ ଗଠିତ ହୋଇଛି ନିକଟରେ ଅନୁମୋଦିତ ପାଇଁ ଦାଖଲ କରିବେ। ମର୍ଯ୍ୟାଦାପୂର୍ଣ୍ଣ ଭାବରେ ବିବାହ ସମାରୋହ ଆୟୋଜନ ଉପରେ ଗୁରୁତ୍ୱ ଦିଆଯିବ। ଏମିତି ନୂଆ ନୂଆ ଲାଟେଷ୍ଟ ଭିଡ଼ିଓ ପାଇବା ପାଇଁ ଆମ ଚ୍ୟାନେଲକୁ ଏବେ ସବସ୍କ୍ରାଇବ୍ କରନ୍ତୁ, ଯାହାଫଳରେ ଆପଣମାନେ ଡେଲି ନୂଆ ନୂଆ ଭିଡ଼ିଓ ପାଇପାରିବେ। ତ ଫ୍ରେଣ୍ଡସ୍, ଏହି ଭିଡ଼ିଓଟାକୁ ହ୍ୱାଟ୍ସଆପ୍, ଫେସବୁକ୍, ଟ୍ୱିଟର ମାଧ୍ୟମରେ ସେୟାର କରନ୍ତୁ।